କରିଥିଲି ଯାହାକୁ ସିଏ ଡିଭୋର୍ସ ସରିଥିଲା ତା ସାଙ୍ଗରେ ମୋର। ତ ସିଏ ଆଜି ପୁଣି ଆସିକିନି ଖରାବେଳେ ମୁଁ ବି ମ୍ୟାରେଜ୍ କରିସାରିଲିଣି। ମ୍ୟାରେଜ୍ କରିସାରିବା ପରେ ବି ସିଏ ଆଜି ଘରେ ଆସିକି ଆମର ମୋ ବାପାଙ୍କ ଘରେ ଥିଲି ଆଜି ରଜ ପାଇଁ ମୁଁ ଯାଇଥିଲି। ସିଏ ଆସିକିନି ଖରାବେଳ ସମୟରେ ଆମ ଘରେ ଆସିକିନି ଗାଳି ଗୁଲଜ କଲା ମୋତେ। ଆଉ ବହୁତ ଖରାପ ଭାଷାରେ କହିଲା, ଏମିତିକି ଆମ ବାବା ମାଆ ବି ଆସିକିନି ଯେତେବେଳେ ଅଟକେଇଲେ ମୋତେ ଧମକ ଦେଇକି ଗଲା ତ ସ୍ୱାମୀକି ମୁଁ ଜୀବନରୁ ମାରିଦେବି। ଏତିକି ମୋତେ ଧମକେଇକି ଯିବା ପରେ ପରେ ସେ ସନ୍ଧ୍ୟାବେଳେ ଏମିତି କେସ୍ କଲା କି ମୁଁ ଶୁଣିଲି ଯେ ଜଣେ ଭାଇ ଫୋନ୍ କରିକି କହିଲେ ଏମିତି ସେ ଆସିକିନି ଝଗଡ଼ା କରିକିନି ଆକୁ ପୁରା ମାରିବାକୁ ସେ ବସିଛି। ଏମିତି କରିକିନି ସେ ପୁରା ପ୍ରି ପ୍ଲାନିଂ କରିକିରି ଆସିଲା। ଗାଡ଼ି ଭିତରେ ସେ ବୋତଲ ବି ଭାଙ୍ଗିକି ନେଇକି ଆସିଥିଲା। ସେ ସାଙ୍ଗେ ସାଙ୍ଗେ ଯେତେବେଳେ କହିଲେ ଏମିତି ଟିକେ ଟିକେ କଥାରେ କ'ଣ ପାଇଁ ଏମିତି ହେଉଛି ବୋଲି ଗାଳି ଗୁଲଜ କରୁଛି, ସିଏ ସାଙ୍ଗେ ସାଙ୍ଗେ କ'ଣ କଲା ବୋତଲଟା ବାହାର କରିକିନି ତାଙ୍କ ମରଣାନ୍ତକ ଆକ୍ରମଣ କଲା। ମେଡ଼ିକାଲରେ ଅଛନ୍ତି। ସାର୍ ମୁଁ ପୋଲିସ ଏଫଆଇଆର କରିଛି। ମୁଁ ସାର୍ଙ୍କୁ ଏତିକି ରିକ୍ୱେଷ୍ଟ କରିକି କହୁଛି ସାର୍ ମୋତେ ଏବେ ବି ମୋ ଜୀବନ ପ୍ରତି ଭୟ ଅଛି, ମୋ ସ୍ୱାମୀଙ୍କ ଜୀବନ ପ୍ରତି ଭୟ ଅଛି। ଯାହା ସାର୍ଙ୍କୁ ମୁଁ କହିକିନି ଯାଇଛି, ମୁଁ ଆପଣଙ୍କୁ ସାର୍ ରିକ୍ୱେଷ୍ଟ କରୁଛି ଆପଣ ତା'ର ତଦନ୍ତ କରିକି ଦୋଷୀକି ଦଣ୍ଡ ଦିଅନ୍ତୁ।